ହେଲେ ଏ ଭିକାରୀ ଦିନେ ମରିଗଲା। କେମିତି ମରିଲା? ଭୁକେ ମରିଲା। କେମିତି ମରିଛି? ଏ ଭୁକରେ ମରିଛି। ମରିଗଲା କୋଉଠି ମରିଛି? ଗୋଟେ ବାସ୍ତା ଉପରେ ବସିକରି ମରିଯାଇଛି। ତ ମ୍ୟୁନିସିପାଲିଟି ବାଲା ଆସିଲେ କଣ, ଏ ଭିକାରୀକୁ ହୁଡି ହୁଡି କରି ଏ ମରଲା ଲୋକ ଏ ଭିକାରୀ ଆକୁ ଧରଲେ ଆଉ ସେ ଠେଲା ଗାଡିରେ ପୁରାଇ କରି ସେ ବସଲା ଅଖାକୁ ମିଶା ଭେଟି ନାହାନ୍ତି। ଶୁଣନ୍ତୁ, ଭିକାରୀକୁ ନେଲେ ଅଖା ମିଶା ଭେଟି ନାହାନ୍ତି। ପରେ ଗୋଟେ ଲୋକସଭା ଗଲା ବେଳକୁ ସେ ଅଖା ଗୋଟେ ଲାତ ମାରଲା, ଜାନା ନାଇଁ କିଛିଟା ଏ ସାଇଡରେ ଅଖା ଗୋଟେ ଲାତ ମାରଲା ବେଳକୁ ତଲେ ଡାବୁ ଗାଦା ହେଇଛି ହେଲା। 100 ଟଙ୍କା 200 ଟଙ୍କା 500 ଟଙ୍କା ନୋଟ ମନରେ ତଲେ ଗାଦା ହେଇଛି। ସେ ଡାବୁ ଗାଦାରେ କିଏ ବସିଛି? ଭିକାରୀ। ଏ ଭିକାରୀ କେମିତି ମରିଛି? ଭୁକେ ମରିଛି। ମୋର ପ୍ରିୟ ଭାଇ ଭଉଣୀ ମାନେ ମନେ ରଖିଥାନ୍ତୁ, ଆପଣ କିଛି ଆଣି ନାହାନ୍ତି, କିଛି ନେଇ ପାରିବେ। ଆମକୁ ଗୀତ ଗାଇ ବୁଝାଉଛନ୍ତି, ଡାବୁ ବାୟା ବାବୁ ବୋଲେ କାକେ କି କାକେ ବୋଲା ପରା। ପ୍ରିୟ ଭାଇ ଭଉଣୀ ମାନେ ସବୁ ଖାଲି ପାଗଳ ଭଳିଆ ବୁଲୁଛୁ ଆମେ। କଣ ଲେଖାଯାଉଛି? କାରଣ ଆମେ ମାନେ ଜଗତକୁ କିଛି ଆଣି ନାହୁଁ, ପୁଣି ଏଠାରୁ କିଛି ଘେନି ଯାଇ ନପାରୁ। ତାପରେ ଏଣୁ ଏଣୁ ଅନ୍ନ ବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ। କଣ ଯଥେଷ୍ଟ? ଅନ୍ନ ଆହୁରି ବସ୍ତ୍ର ଅଛି କି ନାହିଁ? ଅନ୍ନ ଅଛି, ବସ୍ତ୍ର ଅଛି କି ନାହିଁ? ଅଛି। ହେଲେ ତ ଯଥେଷ୍ଟ ଅଛି କି ନାହିଁ? ଅନ୍ନ ଅଛି, ଏବେ ଖାଇବାର ଅଭାବ ନାହିଁ, ଖାଇବାର ଅଭାବ ନାହିଁ। ଲୋକମାନେ କିଛି ବୋଲି କହୁଛନ୍ତି, ନାଇଁ ଏ ଗରିବ ଲୋକମାନଙ୍କୁ ଚାଉଳ ଦେଇ ଖ୍ରୀଷ୍ଟିଆନ କରି, ଚାଉଳ ଆମର ଘରେ ଆସ, ବାସ୍ତା ବାସ୍ତା ଚାଉଳ ତମକେ ଆମେ ଦେବୁ। ଆମେ ଚାଉଳ ଖାଇ ଖ୍ରୀଷ୍ଟିଆନ ହେଇନୁ। ଆମେ ଯେତେବେଳେ ଜାଣିଲୁ ଯେ ଯୀଶୁ ମହାପ୍ରଭୁ ସ୍ୱଚ୍ଛ ମହାପ୍ରଭୁ, ତାର ପଛେ ଗ୍ରହଣ ଯେତିକି ଦୁଃଖ, ଯେତିକି କଷ୍ଟ, ଯେତିକି ନିନ୍ଦା, ଯେତିକି ତାଡ଼ନା ଆଣିଲେ ଯୀଶୁ ମହାପ୍ରଭୁକୁ ଛାଡୁନୁ। କାରଣ କିଛିଟା ପାଇବୁ ବୋଲି ଯୀଶୁ ମହାପ୍ରଭୁକୁ ବିଶ୍ୱାସ କରିନୁ। ଆମେ ଯୀଶୁ ମହାପ୍ରଭୁ କାହିଁକି ବିଶ୍ୱାସ କଲୁ? ସେ ଏକା ମହାପ୍ରଭୁ ବୋଲି ଜାଣିଲା ପଛେ ଗ୍ରହଣ କରିଛୁ। କଣ ଲେଖାଯାଇଛି? ଅନ୍ନ ବସ୍ତ୍ର ଥିଲେ ଯଥେଷ୍ଟ। ଯଥେଷ୍ଟ ଅଛି କି ନାହିଁ? ଭଉଣୀ ମାନେ କେତେ ଲାଖ ଶାଢୀ ଅଛି? କାଲି ଯେ ସାକଲ ଗଣି ଦେଖା, ମତେ କୁହ ନାହିଁ, ତମର ପାଇଁ ତମେ ଗଣି ଦେଖା। ପୂର୍ବ ଠାରୁ କେତେ ଅଧିକ ଅଛି କି ନାହିଁ? ଏବେ ଆମକୁ ନୁନ ମର୍ଚି ଖୋଜିବାକୁ ପଡୁନାହିଁ। ସମୟ ଥିଲା, ଏ ପିଲାମାନେ ବୁଝିବେ ନାହିଁ ସେଟା, ଏ ବୁଢା ବୁଢୀ ମା ବାପା ଜାଣିବେ। କୁଲି କରି ଆଣିଲେ ଚାଉଳ ଘେନୁଥିଲୁ। ପ୍ରଭୁଙ୍କୁ ଜାଣିବା ପୂର୍ବରୁ କୁଲି କରି ଆଣିଲେ ଆମର ଗାଁ ମାନଙ୍କର ଦୋକାନ ଗୁଡାକ ରାତି 9ଟା 10ଟା ଯାଏ ଖୋଲା ଥିବା। କଣ ପାଇଁ ଖୋଲା ଥିବା? କିଏ ଚାଉଳ ଘେନବାକୁ ଆସିବ, କିଏ ତେଲ ଘେନବାକୁ ଆସିବ, କିଏ ଡାଲି ଘେନବାକୁ ଆସିବ। ଥିଲା ସେମିତି। ଡାଲି ମିଶା ଅଳ୍ପ ଆଣିବାର, ତେଲ ମିଶା ଅଳ୍ପ କରା ନାଇଁ। ଆଜିକାଲି ବୋଟଲରେ ତେଲ, ସେମିତି ତେଲ ନଥିଲା, ଅଳ୍ପ ତେଲ ଆଣିବାର। ଡାଲି ଟିକେ, ଆଳୁ ଟିକେ, ବାଇଗଣ ଟିକେ କରିଦେଲେ ଗୋଟେ ତରକାରୀ, ଏତିକି ଆଣିଥିଲା। ଏବେ ସେ ଦିନ ଆଜି ନାହିଁ। ଏବେ ସେ ଦିନ ନାହିଁ, ବସ୍ତ୍ରର ଅଭାବ ନାହିଁ। ତ ପରମେଶ୍ୱର ଆମମାନଙ୍କୁ ଅନ୍ନ ବସ୍ତ୍ର ଦେଇଛନ୍ତି, ଆମେ କାହିଁକି କାଣାରି ହେବା? ଆମେ କିଛି ଆଣିନ, ଏଇଟା ଭଲ କରି ବୁଝିଥାନ୍ତୁ। ସେ କେତେ ବଡ ମାଜନ ହଉ, କେତେ ବଡ ଭିକାରୀ ହଉ, ଗଲା ବାଦେ ଖାଲି ହାତ ଦେଖାଯିବ। ତେଣୁ ପରମେଶ୍ୱର ଆମକୁ ଧନ ଦେଲେ ବି ଆମର ମନ ଧନ ବାଟେ ଯିବାର ନାହିଁ। ତା ତଳକୁ କଣ ଲେଖା ହେଇଛି? ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି, କଣ କରନ୍ତି? ଧନୀ ହେବାକୁ କାହାକେ ଇଚ୍ଛା ନାହିଁ? सबके इच्छा। सत्यनारायण धनी हवा का इच्छा नहीं, सबको इच्छा। एवं धनी हवा इच्छा रे काम होइराने पड़ी जाई छै। कौन बोल कहले एलो नानी 20,000 लाख ग्रुप लोन मिलला निलो आनी कर काइटा करबो सेले कर आनला अरे करला एबे से गोटे ऋण छुटबी बोल के 5टा ऋण कराई छै। ए 5टा ऋण मुंडे ढापी छै। एबे दुख बगर ऋण अपेक्षा ऋण दुख तक बेसी एबे दुख बगर दुख नहीं हमको आमर दुख किसटा ग्रुप ऋण रो दुख अछि हमको। ए ग्रुप ऋण को सब बेले कहूचे सब गाँव कहूचे ग्रुप ऋण बोली ना नबार नहीं तार भल ना होची भासी जीवा खोटला भूके ला दिया तार ना कौन भासी जीवा खोटला भूके ला दिया बेटा केटा भौनी ला दी इच्छा हासी उठा पर ए अवस्था समस्त होईची हमको तो अन्न वस्त्र थिले যথেষ্ট परा
ଆହୁରି ତାର ଉପରେ ଆମେ କାହିଁକି ହରବର ହେବାର ଅଛି? ମୋର ପ୍ରିୟ ଭାଇ ଭଉଣୀ ମାନେ, ସେତେବେଳେ କଣ ଏଣୁ ଯୋଉମାନେ ଧନୀ ହେବାକୁ ଏବେ ମୁଇଁ ମିଶା ଯଦି ଧନୀ ହେବାକୁ ଇଚ୍ଛା କରିବି ନାହିଁ କି ମୁଇଁ ବି ଅସୁବିଧାରେ ପଡ଼ିବି। ଏବେ ଯେତେ ପ୍ରଚାରକ ମାନେ ଧନୀ ହେବା ପାଇଁ ଇଚ୍ଛା କରୁଛନ୍ତି ନହେଲା ବୁରୁବୁଟି କରୁଛନ୍ତି। ସେମାନେ କଣ ଲେଖାଯାଇଛି? ଯୋଉମାନେ ଧନୀ ହେବାକୁ ଇଚ୍ଛା କରନ୍ତି ସେମାନେ ହଁ, ପରୀକ୍ଷା ଓ ଫାନ୍ଦରେ ପ୍ରଥମରେ ପରୀକ୍ଷା, ତାପରେ ଫାନ୍ଦରେ, ପୁଣି ଅନେକ ପ୍ରକାର ହଁ, ଅସଙ୍ଗତ ହଁ। ଓ କ୍ଷତିଜନକ ଅଭିଳାଷରେ ପଡ଼ନ୍ତି। କୋଉଠି କୋଉଠି ପଢନ୍ତି? ହଁ, ସେମାନେ ସ୍କୁଲରେ ପଢନ୍ତି ନାହିଁ, ସେମାନେ କୋଉଠି କୋଉଠି ପଢନ୍ତି? କଣ ଲେଖାଯାଉଛି? ସେମାନେ ପରୀକ୍ଷାରେ ପଢନ୍ତି, ଫାନ୍ଦରେ ପଢନ୍ତି, ଅନେକ ପ୍ରକାର ଅସଙ୍ଗତ ଜାଗାରେ ପଢନ୍ତି, ଆଉ କ୍ଷତିଜନକ ଅଭ୍ୟାସରେ ପଢନ୍ତି। ଏ ସବୁଠି ସେମାନେ ପଢନ୍ତି, ପାଠ ପଢନ୍ତି ନାହିଁ, ଏସବୁରେ ସେମାନେ ପଢନ୍ତି। ତାପରେ ଏହି ସବୁ ହଁ, ମନୁଷ୍ୟକୁ ଧ୍ୱଂସ ଓ ବିନାଶ ରୂପ ସାଗରରେ ମଗ୍ନ କରେ। କୋଉ ସାଗରରେ? ଜଗନ୍ନାଥ ସାଗରରେ ନାହିଁ, ବିନାଶ ରୂପ ସାଗରରେ ତାକୁ ନେଇ କଣ କରିବ? ତାକେ ବୁଡାଇବ, ତାକୁ ବୁଡାଇବ। ଏଟା ଏବେ ଯେତିକି ଲୋକ ଡାବୁ ବାଏ ବୁଲୁଛନ୍ତି କି ନାହିଁ, ଏ ସାଗରରେ ବୁଡିବେ। କେତେଦିନ ପରେ ଦେଖିବେ ସାଗରରେ କେତେଦିନ ପଡିବେ, ବନ୍ଦ ବୁନ୍ଦା ବାହାରିବେ। ସାଗର ହେଲେ ବୁଡିକରି ମରି ହବ କି ନାହିଁ? ହାତ ଗୋଡ ଖେଟବ ନାହିଁ, କୁ ସେ ଗଛକୁ ଚାଟି ଲାଟା ମୋର ବସେ ଯାଇକରି। ମୁଁ କାହିଁକି ଆଗରୁ କହୁଛି ଆପଣମାନଙ୍କୁ ମନେ ରଖିଥାନ୍ତୁ, ଆଗାମୀ ସମୟ ଲୋକମାନେ ଖାଲି ପଇସା 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 ପଇସା, ଆମେ ପଇସା ପଇସା ନାହିଁ, ପ୍ରଭୁ ପ୍ରଭୁ ହେବାର ଅଛି। ପ୍ରଭୁ ପ୍ରଭୁ ହୁଅନ୍ତୁ, ବାକି ସବୁ ବିଷୟ ପ୍ରଭୁ ଯତ୍ନ ନେବେ। ଆମର ପ୍ରଭୁ ବଞ୍ଚିଥିବା ଯେ ଆମେ ଭୁକେ ମରିବୁ, ଭୁକେ ମରିବୁ ନାହିଁ। ପ୍ରିୟ ମାନେ ମନେ ରଖିଥାନ୍ତୁ, ବାକି ଲୋକ ମଲେ ମରି ପାରନ୍ତି, ଆମେ ଭୁକେ ନେଇ ମରେ, କାରଣ ଆମର ପ୍ରଭୁ ବଞ୍ଚିଛନ୍ତି। ତେଣୁ ଆମର ଚିନ୍ତା ଖାଇବା ପିଇବା ଚିନ୍ତା ନାହିଁ, ଆମର ଚିନ୍ତା ତ ଉପରେ ଥିବାର ଅଛି। ତାପରେ କଣ ଲେଖାଯାଉଛି? କାରଣ ହଁ, ଧନଲୋଭ ସମସ୍ତ ଅନିଷ୍ଟର ମୂଳ। କାର ମୂଳ? ଏଟା ସବୁ ଅନିଷ୍ଟର ମୂଳ କଣଟା? ଏ ଧନ ଲୋଭ। ଏ ଧନର ଲୋଭରା ଲୋଭରୀ ମାନେ ଏସବୁ ଝାମେଲାରେ ପଡିବେ। କଣ ଲେଖାଯାଉଛି? ଏଣୁ ଧନ ଲୋଭ, ସମସ୍ତ ଧନ ଲୋଭ କଣ କରେ? ନା ଅନିଷ୍ଟର ମୂଳ। ତାପରେ କେହି କେହି ହଁ, ସେଥିରେ ଆସକ୍ତ ହୋଇ ହଁ, ବିଶ୍ୱାସ ତ୍ୟାଗ କରି କଣ କରିବେ? ବିଶ୍ୱାସ ତ୍ୟାଗ କରିବେ। ମାନେ ଯୋଉ ଧନ ପଛରେ ଯିବେ, ପ୍ରଥମେ କଣଟା ତ୍ୟାଗ କରିବେ? ବିଶ୍ୱାସ। ଏ ଧନ କଣ করব? প্রথমে বিশ্বাস को টার্গেট করব আর বিশ্বাস को দুর্বল করব। বিশ্বাস। এবে দেখো তো যেতকে ডাবু ডাবু এই বলুছন নাকি প্রার্থনা বাটা শুনান সেমানে, কাইকি ভাবুছন্তি পয়সা আকা সবু কিছু, রবিবার প্রার্থনা আইবে নাই, আইবে কি নাই? রবিবার প্রার্থনা আজ কেতে লোক যাইতরা হাটটাকে বলি কৌ নাই হেলা, আপন মানকু সম্মানিত করিবা পাই আমি চাহু নাই, কিন্তু মোর প্রিয় ভাই ভଉଣୀ মানে খালি ডাবু। স্বামী মানকু পচারব প্রার্থনা কাইকি আসলো নাই? প্রার্থনা আইলে প্রভু ঘোষরাই দেবায় নাই, প্রার্থনা আইলে ঘোষরাইবে নাই, নো আইলে ঘোষরাইবে। আমার প্রভু প্রার্থনা আইবা লোক ঘোষরাইবে নাই, নো আইবা লোক ঘোষরাইবে। প্রিয় ভাই ভଉଣୀ মানে মতে কাইকি প্রভু ডাকলে তোমার প্রচার করবা পাই। এতে পাকে তো ছত্তিশগড় কত কি নাই, ছত্তিশগড় আর প্রচারকর দুইটা গড় মিশলে কেটা হলা 38টা গড়, 38 গড়ি আমার আসুଛନ୍ତି কি নাই? ছত্তিশগড় তাঙ্কর দুইটা গড় মিশাইলে 38 গড়, আর 38 গড় নাইনি 5-7 মিশি করে আইবাই সব ঠাটনে খাইতে কুকুড়া কুকুড়ি ছেলে মেয়েরা টুকুটা খাইতে পলাইবে 50 গড়িয়া মানে 50,000 দেরি করে খস খস ছত্তিশগড়, কিন্তু গলাবেল কেতে দিবে 36 নাই 50। প্রভু মতে কিসমে ডাকলে যা তোর লোক মনকু বুঝা, বুঝলা পরা বুঝা, বাতায় বাতায় বুঝা, ফুড়ি করি বুঝা, সেমানকু হাসাই করে বুঝা, সেমানকু কাঁদাই করে বুঝা, বুঝা মাত্র যাই করে। আরে মোর কথা তে বুঝব নাই নাই কি সে মোহন আগের কথা কে বুঝব। প্রিয় ভাই ভଉଣୀ ମାନେ ଆପଣ କହିବା ପାଇଁ ଯେ ପ୍ରତ୍ୟେକକୁ ଏଟା ଟାଇମ ଅଛି କଣ କରିବା ପାଇଁ, ବୁଝିବା ପାଇଁ। ଏଠି କଣ ଲେଖାଯାଉଛି? କାରଣ ଧନ ଲୋଭ ସମସ୍ତ ଅନିଷ୍ଟର ମୂଳ, କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି। ବିଶ୍ୱାସ ତ୍ୟାଗ କଲେ କଣ ହବ? ପଥଭ୍ରଷ୍ଟ ହେବ। ପଥଭ୍ରଷ୍ଟ କେମିତି ହବ? ବିଶ୍ୱାସ ଯେବେ ଛାଡିବ ତେବେ ଯାଇ ପଥଭ୍ରଷ୍ଟ ହେବ। ଏ ଧନ ଲୋଭ କଣ କରିବ? ବିଶ୍ୱାସ ତ୍ୟାଗ କରାଇବ, ପଥଭ୍ରଷ୍ଟ କରାଇବ। ତାପରେ ପୁଣି ବହୁ ଦୁଃଖରେ ହଁ ଆପଣ ଆପଣା ହୃଦୟ